ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ସର୍ବେ ଭବନ୍ତୁ ସୁଖୀନହର ଆସନ୍ତାକାଲିର ରାଶିଫଳ କାର୍ଯ୍ୟକ୍ରମକୁ ସ୍ୱାଗତ, ନମସ୍କାର। ଆସନ୍ତୁ ଜାଣିବା ଆସନ୍ତାକାଲି ତା 29/7/2026 ବୁଧବାର ମେଷଠାରୁ ମୀନ ପର୍ଯ୍ୟନ୍ତ କିପରି ରାଶିଫଳ ରହିବ। ଆସନ୍ତାକାଲି ମେଷ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦଶମ ଚନ୍ଦ୍ର ହେତୁ ଶୁଭମୟ ରହିବ। ପ୍ରତ୍ୟେକ କାର୍ଯ୍ୟ ଯାହା ବି କାର୍ଯ୍ୟ ଆପଣମାନେ କରିବେ ଆପଣଙ୍କର ଶୁଭମୟ ହେବ, କାର୍ଯ୍ୟ ସମ୍ପାଦନ ହୋଇଯିବ। ଯଦି କିଛି କାର୍ଯ୍ୟ ଅଛି ଆପଣମାନେ ନିର୍ବିଘ୍ନରେ ତାହା ସମାପନ କରନ୍ତୁ ଏବଂ ଆସନ୍ତାକାଲି ଆପଣମାନେ ନୀଳ କଲର ପରିଧାନ କରନ୍ତୁ। ଆପଣ ଦିନଟି କିଛି ପରିମାଣରେ ଭଲରେ କଟିବ। ବୃଷ ରାଶି ବ୍ୟକ୍ତିମାନେ ଯାହା ହେଉ ଆପଣମାନେ ଦୁଃଖରେ ପୀଡ଼ିତ ଥିଲେ ତାହା ସମାପନ ହୋଇ ଆଜି ଦିନଟି ଆପଣଙ୍କର ହସିଲା ପୁରିଲା ରହିବ ଏବଂ ଆପଣଙ୍କର ମଧ୍ୟ ଅର୍ଥ ଲାଭ ଯୋଗୁଁ ରହିଛି ବନ୍ଧୁ ଦର୍ଶନ। ଦେହ ଯେଉଁ ଖରାପ ଥିଲା ଆପଣଙ୍କ ଦେହ ମଧ୍ୟ ଟିକେ ଭଲ ଲାଗିବ, ସୁସ୍ଥ ହେବ। ବଢ଼ିଆ ଦିନଟିଏ। ଆପଣମାନେ ଦିନଟିକି ଆହୁରି ଭଲ କରିବା ପାଇଁ ଆସନ୍ତାକାଲି ସବୁଜ କଲର ପରିଧାନ କରନ୍ତୁ। ମିଥୁନ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନ ତ ଅଷ୍ଟମ ଚନ୍ଦ୍ର ଆରମ୍ଭ ହୋଇଯାଇଛି, ତେଣୁ ମନ କଷ୍ଟ ରହିବ। ବିଭିନ୍ନ ଦିଗରେ ବିଫଳତାର ସ୍ୱାଦ ଚାଖିବାକୁ ପଡ଼ିବ। ସବୁଠାରୁ ବଡ଼ କଥା, ଆପଣ ରାସ୍ତାଘାଟରେ ଦୁର୍ଘଟଣାର ମଧ୍ୟ ସମ୍ଭାବନା ଅଛି, ସତର୍କ ରହିବେ। ଓମ୍ ବାମନାରାୟଣ ଜପ କରନ୍ତୁ। ଆଉ ଆପଣ ଗୋଟେ କାମ ମାନେ କାହା ସହିତ କଳି ଝଗଡ଼ା ବି ଏ ପ୍ରକାର ହୋଇପାରେ, ଧନହାନି ବି ହୋଇପାରେ, କିଛି ବି ହୋଇପାରେ। ଆପଣଙ୍କର ମନ କଷ୍ଟ ନିଶ୍ଚିତ ଅଛି। ଆପଣମାନେ ଏଥିରୁ କିଛି ପରିମାଣରେ ଉଦ୍ଧାର ପାଇବା ପାଇଁ ପ୍ରତିକାର ସ୍ୱରୂପ ପାନ ମଧୁରୀ ଟିକେ ଖାଇଦିଅନ୍ତୁ। ଏହା ସହିତ ଆପଣମାନେ ସବୁଜ କଲର ପରିଧାନ କରନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କୁ କିଛି ପରିମାଣରେ ଲାଭଦାୟୀ ହେବ। ତତ୍ପରେ ଯିବା କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନେ ଆପଣଙ୍କର ତ ପରିବାର ଖସିଲା ପୁରିଲା ଖୁସିରେ ଦିନଟି ଅତିବାହିତ ହେବ। ବଢ଼ିଆ ଦିନ। ଆପଣମାନେ ଦିନଟି ଦାମ୍ପତ୍ୟ ସୁଖ ବଢ଼ିଆ। ଆପଣମାନେ ଦିନଟିକି ଆହୁରି ଭଲ କରିବା ପାଇଁ ଆସନ୍ତାକାଲି ନୀଳ କଲର ପରିଧାନ କରନ୍ତୁ। ଦିନଟି କିଛି ପରିମାଣରେ ଆପଣଙ୍କୁ ସାହାଯ୍ୟ କରିବ। ଏହାପରେ ଯିବା ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ବିଜୟ ଲାଭ। ଅବଶ୍ୟ ଟେନସନ୍ ତ ରହିଛି, ହେଲେ ବି ପ୍ରତ୍ୟେକ ପରିସ୍ଥିତିକି ଆପଣ ବୁଦ୍ଧିମାନତାର ସହିତ ବିଜୟ ଲାଭ କରିବେ, ଶତ୍ରୁକୁ ଜୟ କରିବେ। ବଢ଼ିଆ ଦିନ ଅଛି। ଦିନଟିକି ଆପଣ ଭଲ କରିବା ପାଇଁ ଆସନ୍ତାକାଲି ସବୁଜ କଲର ପରିଧାନ କରନ୍ତୁ। କନ୍ୟା ରାଶି ବ୍ୟକ୍ତିମାନେ ଆପଣଙ୍କର ତ ବଢ଼ିଆ ଦିନଟି ଅଛି। ଆପଣମାନଙ୍କର ଧନ ଲାଭ ଯୋଗୁଁ ମଧ୍ୟ ରହିଛି। ଯେଉଁ ଶରୀର ଆପଣଙ୍କର କିଛି କଷ୍ଟ ଥିଲା ତାହା ଲାଘବ ହେବ। ଏହା ସହିତ ଧନ ଲାଭ ଅଛି। ଶରୀର ସୁସ୍ଥ, ଧନ ଲାଭ ଏବଂ କାର୍ଯ୍ୟ ମଧ୍ୟ ଆପଣଙ୍କର ମନ ରୋମାଣ୍ଟିକ ବଢ଼ିଆ ରହିବ। ଦିନଟିକି ଆପଣ ଆହୁରି ଭଲ କରିବା ପାଇଁ ଆପଣମାନେ ସବୁଜ ବସ୍ତ୍ର ପରିଧାନ କରନ୍ତୁ। ତୁଳା ରାଶି ବ୍ୟକ୍ତିମାନେ ଆପଣମାନଙ୍କୁ ଅବଶ୍ୟ ତ ସାବଧାନ ହେବାକୁ ପଡ଼ିବ। କାହିଁକି? ଆପଣଙ୍କ ସହିତ କାହା ସହିତ କଳି ଝଗଡ଼ା ଏ ପ୍ରକାର ହୋଇପାରେ। ମନୋବୃତ୍ତି ମଧ୍ୟ ଆପଣଙ୍କର ସବୁ ପ୍ରକାର ଦୁଃଖ ରହିପାରେ। ବିଭିନ୍ନ କାର୍ଯ୍ୟ କେଉଁଠି ମନ ଲାଗିବ ନାହିଁ, ମନ ଅଶାନ୍ତି ରହିବ। ତେବେ ଏ ପରିସ୍ଥିତିରୁ ଆପଣ ବାହାରିବା ପାଇଁ କାହା ସହିତ ଯଦି କଳି ଝଗଡ଼ା ହେଉଛି, ଓମ୍ ଚକ୍ରଧରାୟ ନମଃ ଏହି ମନ୍ତ୍ରକୁ ଆପଣ ଜପ କରନ୍ତୁ। ଏହା ସହିତ ଆପଣ ଆସନ୍ତାକାଲି ଗ୍ରୀନ୍ କଲର ପରିଧାନ କରନ୍ତୁ ବା ସବୁଜ କଲର ପରିଧାନ କରନ୍ତୁ। ଦିନଟି ଆପଣଙ୍କୁ ନିଶ୍ଚିତ ପରିମାଣରେ କିଛି ସାହାଯ୍ୟ କରିବ। ଏହାପରେ ଯିବା ବିଛା ରାଶି। ବିଛା ରାଶି ବ୍ୟକ୍ତିମାନେ ଆପଣମାନଙ୍କର ତୃତୀୟ ଚନ୍ଦ୍ର କାରଣରୁ ଆପଣଙ୍କ ମନୋବଳ ଉଚ୍ଚ ରହିବ। ଯେକୌଣସି ଜାଗାକୁ ଯିବେ ଆପଣ ପରାକ୍ରମୀ ଯୋଦ୍ଧା ପରି ରହିବେ। ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ମିଳିବ। ଯେକୌଣସି ଶୁଭ କାର୍ଯ୍ୟ ଚାହୁଁଛନ୍ତି ମଧ୍ୟ ଆପଣ କରନ୍ତୁ, ସଫଳତା ନିଶ୍ଚିତ ପାଇବେ। ଦିନଟିକି ଆହୁରି ଭଲ କରିବା ପାଇଁ ଆପଣମାନେ ଆସନ୍ତାକାଲି ନୀଳ କଲର ପରିଧାନ କରନ୍ତୁ। ଦିନଟି ନିଶ୍ଚିତ ଆପଣଙ୍କୁ କିଛି ମାତ୍ରାରେ ସାହାଯ୍ୟ ମିଳିବ। ଏହାପରେ ଧନୁରାଶି। ଧନୁରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦ୍ୱିତୀୟ ଚନ୍ଦ୍ର କାରଣରୁ ମନ କଷ୍ଟ ରହିବ। ବିଭିନ୍ନ କଥା ମନକୁ ଆସିବ, ମନ ଦୁଃଖ ରହିବ, ବ୍ୟାକୁଳିତ ଅବସ୍ଥାରେ ମନ ରହିବ। ତେବେ ଏଥିପାଇଁ ଆପଣମାନେ ନାରାୟଣଙ୍କର ଓମ୍ ମାଧବାୟ ନମଃ ଜପ କରନ୍ତୁ ଏବଂ ଦିନଟି ପାଇଁ ଆପଣ
ନୀଳ କଲର ପରିଧାନ କରନ୍ତୁ, କିଛି ମାତ୍ରାରେ ଆପଣଙ୍କୁ ହେଲ୍ପ ମିଳିବ। ମକର ରାଶି ବ୍ୟକ୍ତିମାନେ ଆପଣମାନଙ୍କର ତ ଦିନ ବଢ଼ିଆ, ଶ୍ରୀଚନ୍ଦ୍ର କାରଣରୁ ଆପଣମାନଙ୍କର ଖାଦ୍ୟ ସୁଖ, ବସ୍ତ୍ର ସୁଖ, ଆପଣଙ୍କ ବନ୍ଧୁ ଦର୍ଶନ ଏବଂ ଅର୍ଥ ଲାଭ ବଢ଼ିଆ। ଆପଣଙ୍କ ଦିନଟି ଅତ୍ୟ ରୋମାଣ୍ଟିକ ରହିବ। ସଙ୍ଗୀତ ପ୍ରତି ଆଗ୍ରହ, ଫିଲ୍ମ ପ୍ରତି ଆଗ୍ରହ, ଏମିତି ବିଭିନ୍ନ ପ୍ରକାର ଖୁସିବାସିରେ ଦିନଟି ଅତିବାହିତ ହେବ। ଆପଣମାନେ ଦିନଟିକୁ ଆହୁରି ଭଲ କରିବା ପାଇଁ ନୀଳ କଲର ପରିଧାନ କରନ୍ତୁ ବା ସବୁଜ କଲର ପରିଧାନ କରନ୍ତୁ, ବଢ଼ିଆ। ଏହାପରେ ଯିବା କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିମାନେ ଆପଣମାନଙ୍କୁ ତ ସତର୍କ ହେବାକୁ ପଡ଼ିବ। ଆପଣମାନଙ୍କର ଖର୍ଚ୍ଚ ଚିନ୍ତା ମନକୁ ଆସିବ। ସମ୍ପର୍କରେ ମଧ୍ୟ ଯେତିକି ମଧୁରତା ଥାଏ, ମଧୁରତାରେ ମଧ୍ୟ କମି ରହିବ। ସବୁଠୁ ବଡ଼ କଥା, ହଜି ଯାଇପାରେ, ଭାଙ୍ଗି ଯାଇପାରେ, ଦେହ ବି ଆପଣଙ୍କର ଅସୁସ୍ଥ ହୋଇପାରେ। ଏଥିପାଇଁ ଆପଣଙ୍କୁ ସତର୍କତା ରହିବାକୁ ପଡ଼ିବ। ପ୍ରତ୍ୟେକ ଜିନିଷ ପ୍ରତି ସତର୍କ, ଅର୍ଥ ପ୍ରତି ସତର୍କ, ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ଭଗବାନ ନାରାୟଣଙ୍କର ଓମ୍ ମାଧବାୟ ନମଃ ଏହି ମନ୍ତ୍ରକୁ ଜପ କରିବା ସହିତ ଆପଣମାନେ କାଲି ସବୁଜ କଲର ବସ୍ତ୍ର ପରିଧାନ କରନ୍ତୁ ବା ନୀଳ କଲର ପିନ୍ଧନ୍ତୁ, ଆପଣଙ୍କୁ ନିଶ୍ଚିତ କିଛି ପରିମାଣରେ ସାହାଯ୍ୟ ହେବ। ଏବେ ଯିବା ଶେଷ ରାଶିଟି ମୀନ ରାଶି। ମୀନ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ତ ଦିନଟି ଅତ୍ୟନ୍ତ ସୁନ୍ଦର ଏବଂ ଆନନ୍ଦମୟ ରହିବ। ସର୍ବସୁଖ ଯେମିତିକି ଆପଣଙ୍କ ପାଦ ତଳେ। ଏକାଦଶ ଚନ୍ଦ୍ର ହେତୁ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ନିର୍ବିଘ୍ନରେ ଆପଣ ସମାପନ କରିବେ ଏବଂ ଆପଣଙ୍କର ପ୍ରତ୍ୟେକ ମନୋବାଞ୍ଛା ପୂର୍ଣ୍ଣ, ମନ ଶାନ୍ତ ରହିବ। ଦିନଟିকে ଆହୁରି ଭଲ କରିବା ପାଇଁ ଆପଣ କାଲି ନୀଳ କଲର ପରିଧାନ କରନ୍ତୁ। ଏହା ଥିଲା, ଆମେ ତ ଜାଣିଲେ ମେଷଠାରୁ ମୀନ ରାଶି ପର୍ଯ୍ୟନ୍ତ। ଆସନ୍ତୁ ଭାଗବତର କି ଦିବ୍ୟ ଅମୃତବାଣୀ ଜାଣିବା। ଏ ଜୀବ ଯେ କର୍ମ ଇଚ୍ଛଇ, ଈଶ୍ୱର ତାହା ନିଜ ଗାଇ। ବୁଦ୍ଧି ବିବେକ ଜ୍ଞାନ ବଳେ, ମରଣ ଜିଣି ପାରେ ହେଳେ। ଧନ ଅର୍ଜିବ ଧର୍ମ କରି, ଧର୍ମେ ପ୍ରାପତ ନର ହରି। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ। ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। ଠାକୁରଙ୍କ ସଦିଚ୍ଛା ପୂର୍ଣ୍ଣ ହେଉ, ବୋଲ ଆନନ୍ଦ କବାର ହରି ହରି ବୋଲ। ବିଶ୍ୱର ମଙ୍ଗଳ ହେଉ, ବୋଲ ଆନନ୍ଦ କବାର ହରି ହରି ବୋଲ। ବନ୍ଧୁଗଣ, ଯେଉଁମାନେ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ଆପଣ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଘଣ୍ଟି ଦବାଇ ଦିଅନ୍ତୁ, ଲାଇକ୍ କରନ୍ତୁ, ସେୟାର କମେଣ୍ଟ କରନ୍ତୁ ଏବଂ କମେଣ୍ଟ ମଧ୍ୟ କରନ୍ତୁ। ବୋଲ ଆନନ୍ଦ କବାର ଜୟ।